ଜଳେଶ୍ୱର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନଟାକୋଟା ପଞ୍ଚାୟତର ହଦମୌଦ ଗ୍ରାମରେ ଗୁରୁବାର ବିଳମ୍ବିତ ରାତ୍ରିରେ ହାତୀର ଆତଙ୍କ। ସୂଚନା ଅନୁସାରେ ରାତି ପ୍ରାୟ 2ଟା ସମୟରେ ହାତୀ ପାଖ ବଣ ଦେଇ ହଦମୌଦ ଗ୍ରାମରେ ପ୍ରବେଶ କରିଥିଲା। ଏଠାରେ ଗ୍ରାମରେ ଥିବା ବିଭିନ୍ନ ଲୋକଙ୍କ ଘରେ ଧାନ ଚାଉଳ ନଷ୍ଟ କରିବା ସହିତ ଚାଷ ଜମି ଓ ଗଛପତ୍ର ଭାଙ୍ଗିଥିଲା। ପରେ ବନ ବିଭାଗ ଓ ସ୍ଥାନୀୟ ଲୋକଙ୍କ ଚେଷ୍ଟା ଯୋଗୁଁ ସକାଳ 6ଟା ସମୟରେ ଘଟଣାସ୍ଥଳରୁ ହାତୀକୁ ପାଖ ମୟୂରଭଞ୍ଜ ଜିଲ୍ଲା କାନପୁର ଜଙ୍ଗଲକୁ ଚାଲି ଯାଇଥିବା ଜଣାପଡ଼ିଛି। ତେବେ ହାତୀ ହଦମୌଦ ସହିତ ଭାନ୍ଦିପୁର ଗ୍ରାମର କୃତିବାସ ପାତ୍ର, କମଳା ପାତ୍ର, ଚାଷୀପଡ଼ାର ଅକ୍ଷୟ ପାତ୍ର ଓ କାନପୁର ଗ୍ରାମର ସଞ୍ଜୟ ଆଚାର୍ଯ୍ୟଙ୍କ ବାଡ଼ିରେ ମଧ୍ୟ କ୍ଷୟକ୍ଷତି କରିବା ସହିତ ଧାନ ଚାଉଳ ସବୁ ଖାଇ ନଷ୍ଟ କରିଥିବା ଜଣାପଡ଼ିଛି। ବସ୍ତାରୁ ଶିରିଷ ମହାନ୍ତିଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ୍।